संजय नई रही कलिर जवनिका शेष हम सत्यर आलोक धारा अवगाहित होता लेकिन लगे अंधार दूर हुए आयु आसे तार सत्य आलोक जड़े आमको आत्म जाणी हम सत्य धर्म प्रेम नवेदन कथा सारे अंगे गले भावे आपण करुची मैडम आसले आपंकर कार्यक्रम आगो नियंतु मुखाली कीर्तन टे करवा कथा सारा कहीं जीवे ना समस्त प्रसाद व्यवस्था है अंतिम संध्या प्रवचन नाम यज्ञ आम आमर प्रिय विधायिका एवं सरपंच महोदय आम गण उपस्थित होती सबु बेले कार्यक्रम जी आपको जोग दियंती आज पूर्णांग दिवस प्रथम श्री जगन्नाथ बलभद्र स्वामी सुभद्रा आमर स्थानीय विधायिका विरोधी दल मुख्य सचेतक श्रीमती मंगला महोदय उपस्थित अच्छा आमर समस्त माँ और भाई मान कीर्तिपूर्ण निवेदन करल्प समय पूर्णाहुति हे अनुरोध कर भितर कार्यक्रम शेष हम आमर आज प्रवचन सभार शिक्षकता करी छात्र छात्री को कर्तृत्व कर जो पूर्णांग सहयोग रही आमर श्रीजुक्त गंगाधर दास को अनुरोध करी से आसिकी मंच पाखक आसवे समस्ते ताली मारी स्वागत करेंगे सामाजिक जीवन विद्यार्थी सर्वजनिक सुंदर कर गढ़ी तोड़ापी शिक्षा माध्यम अन्य प्रयास कर मूल्य नहीं आप निष्फल व्यक्तित्व मधुर भाषा मेधावी चरित्र सर्वजन प्रशंसित आज ये अवसर में आम अनुष्ठान आपण को संबर्धित करने आपण सुदीर्घ निरामय जीवन कामना करनीय विधायक अनुरोध कर प्रदान कर बर्तमान से विभिन्न स्कूल जाकि से क्रीड़ा सम्बन्ध में समस्त कहते आमर अति प्रिय निकटतम आमर शहीदपुर श्रीजुक्त मधुसूदन धल को अनुरोध कर आसवे एवं बहुत सुंदर क्रीड़ा शिक्षक भाव में छात्र छात्री मानक मध्य क्रीड़ा प्रति आग्रह सृष्टि कराई से तालीम देवारे आपण निजर स्वतंत्र परिचय सृष्टि कर अवसर ग्रहण कले क्रीड़ा क्षेत्र में आपंकर उद्यम चेष्टा वास्तविक प्रशंसनीय आपण निस्वार्थपर भाव क्रीड़ा क्षेत्र को आसुवा नूतन पीढ़ीर युवक को निश्चित भाव मार्गदर्शन कर विश्वास आज ये अवसर आम अनुष्ठान आपको संबर्धित करने सह आप सुदीर्घ निरामय जीवन कामना अनुरोध करी पंडित श्रीजुक्त विभूति भूषण पान को से सम्मान प्रदान कर
ଦି ମିନିଟ୍ ଟିକେ ଶୁଣିବାକୁ ଚାହୁଁଛୁ ଟିକେ କହିବି। ଆଉ ଏ ପ୍ରବଚନର କର୍ମକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। ମୁଁ ଆଜି ଭାରି ଖୁସି ଯେ ପିଲାମାନଙ୍କୁ ଯେତେବେଳେ ସ୍କୁଲରେ ଥିଲେ ମୁଁ ସେତେବେଳେ ଖେଳ କରିବାକୁ ଆଜି ତାଙ୍କ ହାତରୁ ମୁଁ ପୁରସ୍କାର ଦେଉଛି ତାର ଆନନ୍ଦ ହେଲା। ତେଣୁ ଆଉ କିଛି ମୁଁ ତାଙ୍କୁ ଖେଳେଇଛି ସବୁ କରିଛି କିନ୍ତୁ ଆଜି ତାଙ୍କ ହାତରୁ ସଫଳତା ମୁଁ ସେଥିପାଇଁ ଆଜି ଭାରି ଗର୍ବିତ। ଆଉ ବିହାର ପିଲାମାନେ ମୋତେ ଆଣି ଏତେ ବଡ଼ ଆସନରେ ବସିଛନ୍ତି କିନ୍ତୁ ମୁଁ ଏତେ ବଡ଼ ଆସନରେ ବସିବାର ତେଣୁ ମୁଁ ଆଜି ମୋ ଜୀବନ ଆଜି ଧନ୍ୟ ହେଇଛି ବୋଲି ମୁଁ ଅନୁଭବ କରୁଛି। ସାର୍ କଥା ସାର୍ କହିଲେ ଦେଖି ମ୍ୟାଡ଼ାମ୍ ମଧ୍ୟ ତାଙ୍କ ପାଖରୁ ଖେଳ ଶିଖିଛନ୍ତି। ଆମେ ମଧ୍ୟ ତାଙ୍କ ପାଖରୁ ଯେତେ ପ୍ରାୟ ପିଲା ଆମ ହାତ ମାରିଲେ ତାଙ୍କର କିଏ ଆଉ ହୁଅନ୍ତି ସେ ଆମର ମନୋରମା ମା ମୁଁ ତାକୁ ଅନୁରୋଧ କରୁଛି ମଞ୍ଚକୁ ଆସିବା ପାଇଁ ଖେଳନ୍ତୁ ପାରୁଛନ୍ତି ଆଣନ୍ତୁ ତାକୁ କରତଳରେ ସ୍ୱାଗତ କରନ୍ତୁ। ଆମ ଗାଁର ବହୁ ମାଟିର ଗୌରବ ମୁଁ ଅନୁରୋଧ କରୁଛି ଆମର ମ୍ୟାଡ଼ାମକୁ ଏବଂ ତାଙ୍କ ସାଙ୍ଗରେ ଆମର ସରପଞ୍ଚ ମହୋଦୟ ମଧ୍ୟ ତାଙ୍କୁ ଉପଢୌକନ ତାଙ୍କୁ ଆଉ ମ୍ୟାଡ଼ାମକୁ ଅନୁରୋଧ କରୁଛି ତାଙ୍କୁ ଅଭିବାଦନ କରନ୍ତୁ। ଆପଣଙ୍କର ସାମାଜିକ ଜୀବନ ବିଞ୍ଝାରପୁରକୁ ସର୍ବାଙ୍ଗୀନ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଶିକ୍ଷା ମାଧ୍ୟମରେ ଯେଉଁ ଅନ୍ୟାନ୍ୟ ପ୍ରୟାସ କରିଛନ୍ତି ତାର ମୂଲ୍ୟ କେହି ଦେଇପାରିବେ ନାହିଁ। ଆପଣଙ୍କର ନିଷ୍ପକ୍ଷ ବ୍ୟକ୍ତିତ୍ୱ ମଧୁର ଭାଷା ମେଳାପୀ ଚରିତ୍ର ସର୍ବଜନ ପ୍ରଶଂସିତ। ଆଜି ଏହି ଅବସରରେ ଆମ ଅନୁଷ୍ଠାନ ଆପଣଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆପଣଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରୁ। ଅନୁରୋଧ କରୁଛି ମ୍ୟାଡ଼ାମ୍ ତାଙ୍କୁ ମାନ ପ୍ରଦାନ କରିବେ। ଆଉ ମୁଁ ଅନୁରୋଧ କରୁଛି ତାଙ୍କୁ ଆଜିକୁ 27 ବର୍ଷ ଧରି ଯେଉଁ ଅନୁଷ୍ଠାନଟି ହେଇଛି ଆଜି ପର୍ଯ୍ୟନ୍ତ ଗୋଟେ ଦିନ ଆବସେନ୍ସ ରହିନାହାନ୍ତି ଆମର ମା। ଆମର 27 ବର୍ଷ ଧରି ପ୍ରତ୍ୟେକ ଦିନ ମାନେ ଗୋଟେ ଦିନ ତାଙ୍କର ଆବସେନ୍ସ ନାହିଁ। ଏଇଟା ଯାହା ବ୍ୟକ୍ତିତ୍ୱ ବୋଧେ କମ୍ ଦେଖିବାକୁ ମିଳୁଛି ତା ଭିତରେ ଥାଇପାରନ୍ତି କିନ୍ତୁ ଗୋଟେ ଦିନ ବନ୍ଦ ହେଇନାହାନ୍ତି। ଦେହ ଖରାପରେ ମଧ୍ୟ ଆସିଛନ୍ତି। ମାନେ ମୁଁ ତାଙ୍କୁ କୋଟି ନମନ କରୁଛି ପ୍ରଣାମ। ସମସ୍ତଙ୍କର ପ୍ରିୟଜନ ହୋଇ ଥାଆନ୍ତୁ ବନ୍ଦେ ପୁରୁଷୋତ୍ତମ। ଏବଂ ଆମେ ସମସ୍ତେ ବସିଯିବା ତାପରେ ମ୍ୟାଡ଼ାମ୍ ମଧ୍ୟ ଟିକେ କହିବେ ତାପରେ ଆମେ ପ୍ରଭୁଙ୍କୁ ବାବଦ ଟିକେ ଶୁଣିକି କୀର୍ତ୍ତନ କରି ପୂର୍ଣ୍ଣାହୁତି ହେବ। ଆମର ମୁଖ୍ୟ ପୁରୋହିତ ଆଜି ଆସିଛନ୍ତି ମୁଠମନା ମୁଁ ଏବଂ ପ୍ରଣାମ କରୁଛି ତାଙ୍କ ପାଇଁ ଏବଂ ସେ ପୂର୍ଣ୍ଣାହୁତିରେ ସହଯୋଗ କରିବେ। ଯାଉ ଆମ ଏ ଅଞ୍ଚଳରେ ଏଇ ଯେଉଁ ଫାଉଣ୍ଡେସନ ପଡ଼ୁଛି ସେ ପିଲାମାନେ ପକେଇଛନ୍ତି। ଆମର ସର୍ବପରି ସୁନାଦା ଆମର ମଦନ ବାବା ଶ୍ରୀଧର ଏବଂ ରବି ଆମର ଜାବଳି ଦଳ ପ୍ରେସିଡେଣ୍ଟ ଆମର ଗୁଗୁଳି ଭାଇ ଗୋବର୍ଦ୍ଧନ ଭାଇ ଆମର ନାଲୁ ଭାଇ ରାହୁଲ ତାଙ୍କର ମଧ୍ୟ ବହୁତ ଅବଦାନ ଅଛି ଏ କରିବାରେ। ସର୍ବୋପରି ଆମର ସ୍ଥାନୀୟ ଲୁନା ଭାଇ ଏବଂ ତାର ମଧ୍ୟ ଅବଦାନ ଅଛି ଭିତରେ ସେ ପଦାକୁ ଦେଖେଇଲେ ଯେ ମୁଁ କରୁଛି ମୁଁ କ'ଣ ଦିଏ କିନ୍ତୁ ତାର ଭିତରେ ବହୁତ ଅବଦାନ ଅଛି ତାକୁ କହିହେବନି। ସିଲୁ କୁଣ୍ଡା ଆମର କୁଟିନ ଏ ପିଲାମାନେ ପ୍ରତ୍ୟେକ ପିଲା ଆମର ଏଠି କୌଣସି ପିଲା ଅସହଯୋଗ ନୁହଁ ସମସ୍ତେ ଛୁଆ। ସଭାପତି ବାବୁଲେ ମହୋଦୟ ଆମ ଗହଣରେ ଅଛନ୍ତି। ଆପଣମାନଙ୍କୁ ଧର୍ମବାଣୀ ଶୁଣାଇ ଈଶ୍ୱରଙ୍କର ବାଣୀ ଶୁଣାଇ ଯେ ଆପଣଙ୍କୁ ଉତ୍ସାହିତ କରୁଥିଲେ ପଣ୍ଡିତ ପ୍ରଭୁତ୍ୱ ସମ୍ପାଦ ମହୋଦୟ, ପଞ୍ଚାୟତର ସରପଞ୍ଚ ମହୋଦୟ, ଉପସ୍ଥିତ ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭା ସମସ୍ତ ମୁରବୀମାନେ ମା ଭଉଣୀମାନେ ପିଲାମାନେ ଆଜି ଅନ୍ତିମ ଦିବସରେ ବାବୁଲେ ଯେଉଁଭଳି ଭାବରେ ଆକୁ ଆୟୋଜନ କରୁଛନ୍ତି ଆମେ ନିଶ୍ଚିତ ଭାବରେ ଯେତେବେଳେ ଯାହା ପାରିଛୁ ତାଙ୍କ ପାଖରେ ଆସି ପହଞ୍ଚିଛୁ ଏବଂ ତାଙ୍କର ଶ୍ରଦ୍ଧା ସ୍ନେହ ସବୁବେଳେ ମୋ ଉପରେ ଅଛି ଏବଂ ସବୁ ବର୍ଷ ମୋତେ ଡାକନ୍ତି ଏବଂ ମୁଁ ମଧ୍ୟ ଏଭଳି ଏକ ଧର୍ମସଭାରେ ଆସି ପହଞ୍ଚି କିଛି ଶୁଣିବାର କିଛି ଶିଖିବାର କିଛି ଜାଣିବାର ସୁଯୋଗ ମଧ୍ୟ ପାଇଥାଏ। ମୁଁ ଧର୍ମ ବିଷୟରେ ବେଶୀ କିଛି ଜାଣିନି ତେଣୁ ପ୍ରଭୁ ଜଗନ୍ନାଥ
आशीर्वाद आपण आशीर्वाद एति शिखी मनीष सेवा करवा एवं प्रत्येक परिवार प्रत्येक मनीष बापा माँ को भल पाइबा मुरई मान को भल पाइबा एवं जीवन में सत्पथ चलिए निश्चित भल फल मिल आम समस्ते आज एकाठी देखिए सर्वे भद्राणि पश्यन्तु मा कश्चित् दुःखभाग् भवेत्। ओम शांति शांति शांति।